ନମସ୍କାର। ମୁଁ ରାକେଶ କହୁଥିଲି। ଆଉ ଆଜି କନକ ନ୍ୟୁଜ୍ରେ ଖାଲି ମୁଁ ଗୋଟେ ବାଇଟ୍ ଦେଖୁଥିଲି। ଆଉ ସେ ରାଣ୍ଡି ପୁଅନ୍ତା ଉପରେ କିଛି ଡିସ୍କସନ୍ ହେଉଥିଲା ଯେ ସେ ନାଁଟା ହିଁ ବହୁତ ବଡ଼ ଗୋଟେ ଲେଡ଼ିଜ୍ଙ୍କ ପାଇଁ କି ଗୋଟେ ସମାଜ ପାଇଁ ଗୋଟେ ଖରାପ ୱାର୍ଡ଼ ହେଉଛି ରାଣ୍ଡି ପୁଅନ୍ତା ନାଁଟା। ତ ସେଇଟା କେମିତି ନ ହେଉ ତା ଉପରେ ଡିସ୍କସନ୍ ଚାଲିଥିଲା। ତ ଭ୍ୟୁ ସମସ୍ତେ ଡିଫରେନ୍ସ ରଖିବେ, କାରଣ ସମସ୍ତଙ୍କ ଭ୍ୟୁ ଡିଫରେନ୍ସ ରହିବା ବି ଦରକାର। କାରଣ 10ଟା 15ଟା 50 100ଟା ଲୋକ ଆମେ ପଚାରିଲେ ଡିଫରେଣ୍ଟ ଭ୍ୟୁ ଦେବେ। କିନ୍ତୁ ମୋ ହିସାବରେ ନାଁରେ କିଛି ଖରାପ ହିଁ ନାହିଁ, କାରଣ ଫକୀରମୋହନ ସେନାପତି ସେ ନିଜେ ରାଇଟ୍ କରିଛନ୍ତି ଆଉ ସେ ଲେଖିଛନ୍ତି ନିଜେ। ତ ସିଏ ଗୋଟେ ବିଜ୍ଞ ଲୋକ, ସିଏ ବି ଗୋଟେ ସମାଜକୁ ଭାବିକି ଲେଖିଛନ୍ତି। କିନ୍ତୁ ଏବେ ସମାଜ ଚେଞ୍ଜ ହେଇଯାଇଛି କହୁଛନ୍ତି, ଏବେ ସୋସାଇଟି ଚେଞ୍ଜ ହେଇଛି। ସେତେବେଳେ ନାରୀଙ୍କର ଅବସ୍ଥା ଅଲଗା ଥିଲା, ଏବେ ସୋସାଇଟି ଚେଞ୍ଜ, ସେ କହୁଛନ୍ତି ଚେଞ୍ଜ କରିଦେବା। ସେ ଲେଡ଼ିଜ୍ ଜଣେ କହିଲେ ଚେଞ୍ଜ କରିଦେବା। ତ ଅବିକା ସୋସାଇଟିରେ ବହୁତ ଚେଞ୍ଜ ହେଇଛି। ସେତେବେଳେ ଲେଡ଼ିଜ୍ ଜିନ୍ ପ୍ୟାଣ୍ଟ ପିନ୍ଧୁନଥିଲେ, ଟି ସାର୍ଟ ପିନ୍ଧୁନଥିଲେ, ଛୋଟ କପଡ଼ା ପିନ୍ଧୁନଥିଲେ, ଘୋଡ଼େଇ ହେଇକି ଚାଲୁଥିଲେ। ତାହେଲେ ଏବେ ସେଇଟା ଚେଞ୍ଜ ହେଇଛି। ସେଇଟା ଆପଣ କେଉଁ ଭଳିଆ ଦେଖୁଛନ୍ତି? ସେତେବେଳେ ଘୋଡ଼ି ହେଇକି ଗୋଟେ ନାରୀ ରହିବାଟା ଠିକ୍, ନା ଫରେନ୍ କଲଚର୍ ୱେଷ୍ଟର୍ଣ୍ଣ କଲଚର୍ରେ ଛୋଟ ଛୋଟ କପଡ଼ା ପିନ୍ଧିକି ମାର୍କେଟରେ ଚାଲିବାଟା ଠିକ୍? ସେଇଟା ବି ଚେଞ୍ଜ ହେଇଛି ଗୋଟେ। ସେଇଟା ଯଦି ଖରାପ ଜିନିଷଟା ଯେ ନାରୀ ଉପରେ ହେଇଛି, ଏବେ ଚେଞ୍ଜ ହେଇଗଲା ନାରୀ, ତ ଏବେ ବି ନାରୀ ଚେଞ୍ଜ ହେଇଛନ୍ତି। ଯେଉଁ ବାଡ଼କୁ ଯାଉଛି, ମଦ ପିଉଛନ୍ତି, ସିଗାରେଟ୍ ଟାଣୁଛନ୍ତି, ମାନେ ଅଲଗା ଥୋଡ଼, ତ ସେଇଟା ବି ଚେଞ୍ଜ ହେବା ଦରକାର। ଆମେ ସମାଜ ଦେଖିବା ତ ସେଇଟା କ'ଣ ଗୋଟେ ରାଇଟର, ମୁଁ ଥ୍ୟାଙ୍କ ୟୁ ଦେବି ପ୍ରଡ୍ୟୁସର ରାଇଟରଙ୍କୁ, ଯେ ଆମର ଗୋଟେ କଲଚରକୁ ନେଇକି, ଆମର ଗୋଟେ ପୁରାତନ ପୁରୁଣା କଲଚରକୁ ନେଇକି ଆମର ଗୋଟେ ଭଲ ଫିଲ୍ମ ତିଆରି କରାଯାଉଛି, ଯେଉଁଟା ଆମର ସଂସ୍କୃତି ଆମ କଲଚରକୁ ରଖାଯାଉଛି। ଏଇଟା ବହୁତ ପୁରୁଣା ହେଲେ ବି କଲଚର ଆମେ ବି ଲୋକ ବି ଚାହୁଁଛନ୍ତି। ଯେ ଆଗରୁ ଥିଲା ଲୋକଟି ଏନାକୁ ମଡ଼ର୍ଣ୍ଣ ଜିନିଷ ଚାହୁଁଥିଲେ, ଏବେ ସୋସାଇଟି ବଦଳି ଯାଇଛି। ସୋସାଇଟିରେ ଆପଣ ଦେଖିବେ ଯେତିକ ରହିଲା ହିଷ୍ଟ୍ରି ଉପରେ ଲୋକ ଚାହୁଁଛି, ଆମର ପୁରାତନରେ କ'ଣ ହିଷ୍ଟ୍ରି ଥିଲା, କେମିତି ଲୋକ ରହୁଥିଲେ, କେମିତି କ'ଣ ତାଙ୍କର ଥିଙ୍କିଂ ଥିଲା, ଲୋକ ଏଇଗୁଡ଼ାକ ଏବେ ଲୋକଙ୍କ ଭିତରେ ବହୁତ କ୍ରେଜ୍ ଆସିଲାଣି। ଏବେ ମାନେ ଫିଲ୍ମର ସିଷ୍ଟମଟା ବଦଳି ଯାଇଛି। ଆଗ ସିଷ୍ଟମଠାରୁ ଏବେ ବହୁତ ଡିଫରେଣ୍ଟ, ଲୋକଙ୍କ ଥିଙ୍କିଂ ଡିଫରେଣ୍ଟ ଟାଇପ୍ ଅଫ୍ ଆସିଲାଣି। ସେଇ ଅନୁସାରେ ପ୍ରଡ୍ୟୁସର ଡାଇରେକ୍ଟର ଚେଷ୍ଟା କରୁଛନ୍ତି। ଫକୀରମୋହନ ସେନାପତି ସିଏ ଗୋଟେ ଲେଖିଥିଲେ, ସେ କାହାଣୀକି ଆଣିକି ଥୋଉଛନ୍ତି। ଆପଣ କେତେ ତନାଘନା କରିଥିବେ, କେଉଁଟା ନେବି କ'ଣ କରିବି, ଆପଣ ତାଙ୍କର ମେହନତକୁ ଦେଖନ୍ତୁ। ଆଣିକି ଥୋଉଛନ୍ତି, କାରଣ ସେ ଗୋଟେ ଭାବିଛନ୍ତି କ'ଣ ହେବ କି ଜାଣି ଭାବିଛନ୍ତି ଗୋଟେ ପିକ୍ଚର ଆମେ ଲୋକଙ୍କୁ ଭଲ ଦେବୁ। ଆପଣ ଦେଖନ୍ତୁ, ଆପଣ ସେ ମନୋଜ ମିଶ୍ର କହୁଛନ୍ତି ନା ବଲିଉଡ଼ର ଅମୁକ ସମକ, ମୁଁ ବଲିଉଡ଼ କଥା କହୁଛି। ଜିସିମ୍ 2 ପିକ୍ଚର, ସନି ଲିଓନ୍ ହିରୋ, ସରି ସନି ଲିଓନ୍ ହିରୋଇନ୍, ବାଥ୍ ସିନ୍ ତା ଦେହରେ ସବୁଠୁ ସୁପର ହିଟ୍ ହେଇଥିଲା ଜିସିମ୍ 2ରେ। ସେଥିରେ ସେ ସିନ୍ ଦେଖି ବୁଢ଼େ ବି ଜବାନୀ ସେ ଦୁଆ ମାଙ୍ଗେ କହିଛନ୍ତି, ଫିଲ୍ମର ଯେଉଁ ଫିଡ଼ବ୍ୟାକ୍ଟା ଥିଲା। କିନ୍ତୁ ସେ ଫିଲ୍ମ ସୋସାଇଟି ପାଇଁ ଠିକ୍, ତାକୁ ସେନ୍ସର ପରାମର୍ଶ ଦେଲେ ଆପଣ କରନ୍ତୁ, ସେନ୍ସର ଦେଲା ଯେ ଫିଲ୍ମ ମାର୍କେଟରେ ଚାଲିପାରିବ, କାରଣ ଲୋକ ୱାଣ୍ଟ ଅଛି। ସେନ୍ସର ମନା କଲା, ସେନ୍ସର ତାକୁ ଦେଲା ଚାନ୍ସ, ସିଏ ଚାଲିଲା। ସନି ଲିଓନ୍ କେଉଁ ଭଳିଆ, ସନି ଲିଓନ୍ ରେସ୍ପେକ୍ଟ ପାଉଛି, କପିଲ ଶର୍ମା ଶୋ ଯାଉଛି, କପିଲ ଶର୍ମା ଶୋରେ ତାକୁ ଆଇଏସ୍ଟୋ ଭଳିଆ କି ନହେଲେ ଆପଣ ପ୍ରାଇମ୍ ମିନିଷ୍ଟର ଭଳିଆ ଲୋକ ଫଟୋ ଉଠାକୁ ବାଉଳା ହେଉଛନ୍ତି। ତାକୁ ଏତେ ରେସ୍ପେକ୍ଟ, ସେ କ'ଣ, ସେ ଗୋଟେ ଆଡଲ୍ଟ ହିରୋଇନ୍। ତାକୁ ସମାଜରେ ଆପଣ ଯାଇକି ମ୍ୟାଡ଼ାମ୍ ବ୍ୟାନ୍ କରନ୍ତୁ, ଯେ ଓକିଲ ମ୍ୟାଡ଼ାମ୍ କହୁଛନ୍ତି ଆପଣ ବ୍ୟାନ୍ କରନ୍ତୁ, ଏଇଟା ସମାଜ ପାଇଁ ବହୁତ ଅବହେଳା, ଏଇଟା ସମାଜ ନଷ୍ଟ ହେଉଛି ପିଲାମାନେ। ତ ଆପଣ ବ୍ୟାନ୍ କରୁନାହାନ୍ତି, ଆପଣ କରିପାରିବେନି ବ୍ୟାନ୍। କିନ୍ତୁ ବହୁତ ଲୋକ ଯେଉଁ ସଚୋଟ କାମ କରୁଛନ୍ତି, ସେ ଜଣେ ମ୍ୟାଡ଼ାମ୍ ଅଛନ୍ତି, ଯାତ୍ରା ଯେଉଁ ଅଶ୍ଳୀଳତା ହେଉଛି ତାକୁ ରଖିଛନ୍ତି, ରାନୀ ପଣ୍ଡାକୁ ବଦଳେଇ ଦେଇଛନ୍ତି। ରାନୀ ପଣ୍ଡା ତାଙ୍କ ସମାଜ ସେବା ତାଙ୍କୁ ଶିଖିବାର ଅଛି, କାରଣ ଲୋକ କେହି ଖରାପ ନୁହଁ, ପରିସ୍ଥିତି ପଡ଼ିକି ଲୋକ
ଅଟୋମେଟିକ୍ ସିଏ ଖରାପ ଆଡ଼େ ଗତି କରେ। ଗୋଟେ ବହୁତ ଲୋକ ଅଛନ୍ତି ଜାଣିଶୁଣି କରୁଛନ୍ତି, ବହୁତ ଲୋକ ଅଛି ପରିସ୍ଥିତି ପଡ଼ିକି ହେଇଛନ୍ତି, ମାନେ ପରିସ୍ଥିତିରେ ପଡ଼ିକି ହେଇଛନ୍ତି। ସେମାନେ ଯଦି ଗୋଟେ ଭଲ ଜିନିଷ ପାଇବେ ଚେଞ୍ଜ ହେବାକୁ ଚେଷ୍ଟା କରିବେ। ଯେମିତି ରାନୀ ପଣ୍ଡା ଚେଞ୍ଜ ହେଲା ଆଉ ସମାଜ ସେବା କିଛି କରୁଛି, ବି ଡେଭଲପ୍ କିଛି ସିଏ ଆଉ ସେ ଜିନିଷକୁ ଧୀରେ ଧୀରେ ଚାହୁଁଛି ସିଏ ଚାହୁଁଛି ୱାଣ୍ଟ ଅଛି ଚେଞ୍ଜ ହେବାକୁ, ସେ ଚେଞ୍ଜ ହେଲା। ସେ ମ୍ୟାଡ଼ାମ୍ ଯିଏ ତାଙ୍କୁ ନେଇକି ଯେଉଁ କରିଥିଲେ ସେ ମ୍ୟାଡ଼ାମ୍ ନା ଟିକେ ମନେ ପଡ଼ୁନି, ଯିଏ ସମାଜ ସେବା କରୁଛନ୍ତି, ସେ କେତେ ବଡ଼ କାମ କରୁଛି, ପ୍ରାକ୍ଟିକାଲ କରୁଛି। ତୁମେ ଖାଲି ଏଠି ବସିକି ଗପୁଛ, ସେ ପ୍ରାକ୍ଟିକାଲ କରୁଛି। ତ ସେଥିପାଇଁ ଗୋଟେ ଏଇଟା ବିଗ୍ ଇସ୍ୟୁ ନୁହଁ। ଆଉ ମନୋଜ ମିଶ୍ର କହିବ ଯେ ଏଇଟା ନୁହଁ ସେଇଟା କ'ଣ ଇଣ୍ଡଷ୍ଟ୍ରି ମାନିବ ନା ସେନ୍ସର ତା ଅନୁସାରେ ଚାଲିବ। ସେ ଯେଉଁ ଫିଲ୍ମ ଦେବ କହିବ ମୁଁ ଏ ଫିଲ୍ମରେ ଏଇଟା ଖରାପ, ତୁ ହୁ ଆର୍ ୟୁ, ତୁ କିଏ କହିବାକୁ? ଏଇଟା ପବ୍ଲିକ୍ କହିବେ ଏଇଟା ଖରାପ, ତାର ସେଇଟା ଖରାପ। ହଁ, ଗୋଟେ ସନି ଲିଓନ୍ ମୁଭି, ସରି ଯେଉଁ ସହରେ ପଡ଼ୁଛି ସନଲିସା ମ୍ୟାଡ଼ାମ୍, ସେ ଯେଉଁ ପ୍ରଥା ମୁଭି କରିଥିଲେ, ଇଏ ପୋଷ୍ଟର ଚିରିଲା, ତାଙ୍କୁ କହିଲା ଯେ ଫିଲ୍ମ ବାଗଉନୁ, ନ୍ୟାସନାଲ୍ ଲେବୁଲ୍ ଯିବନି। କହିଲେ ସବୁ ଫିଲ୍ମ ନ୍ୟାସନାଲ୍ ଲେବୁଲ୍ ଯିବ, ଆଉ ଓଡ଼ିଶା ଲେବୁଲ୍ କେଉଁ ଫିଲ୍ମ ରହିବ? ସେ ନ୍ୟାସନାଲ୍ ଲେବୁଲ୍ ଯିବନି। ଗୋଟେ ପିଲା ଫାଷ୍ଟ ମୁଭି କରିଛି, ତାକୁ ଗୋଟେ ପଜିଟିଭ୍ ହଁ ଭଲ ହେଇଛି, ଏହା ପ୍ରୋବ୍ଲେମ୍ ଅଛି ଯଦି କହିବ ଅଛି, ନେକ୍ସଟ ଟାଇମ୍ ଯଦି ଫିଲ୍ମ କରିବ ଆଉ ବେଟର୍ କରିବ। ଆଉ ସେଇ ପିଲା ଯିଏ ଆଜି ଛୋଟ ଫିଲ୍ମ କରିছে ବାଗ କରିପାରୁନି, ଭଲ କରିପାରୁନି, ସେ ନେକ୍ସଟ ଟାଇମ୍ ତା ନେକ୍ସଟ ସେ ଗୋଟେ ଭଲ ନ୍ୟାସନାଲ୍ ଲେବୁଲ୍ ବି କରିପାରିବ। ଫାଷ୍ଟରେ ଆପଣ ଯେତେବେଳେ ଫାଷ୍ଟରେ ଆକ୍ଟିଂ କଲେ ମନୋଜ ଭାଇ, ବହୁତ ଭୁଲ ହେଇଥିବ, ବହୁତ ଶିଖିଥିବେ, ଧୀରେ ଧୀରେ ଆକ୍ଟିଂ କରିଥିବେ, ଗୋଟେ ଭଲ ଆକ୍ଟିଂ କରିଥିବେ। ତ ଷ୍ଟାର୍ଟିଂଟା ସମସ୍ତଙ୍କର ଖରାପ ହୁଏ, ସେ ଜାଣନ୍ତି ନାହିଁ, ଶିଖିବାକୁ ପଡ଼େ। ତ ସେଥିପାଇଁ ଆପଣ ତାକୁ ପଜିଟିଭ୍ ନ ଦେଇକି ନେଗେଟିଭ୍ ଦେଉଛନ୍ତି, ଚାଲିବନି, ବେକାର, ତାର ମାନେ ତା ମନକୁ ଭାଙ୍ଗା। ଆପଣ ସବୁବେଳେ ଆପଣ ମାଇଣ୍ଡରେ ଅନ୍ୟକୁ କ୍ରସିଂ କରିବା, ଅନ୍ୟକୁ ମାନେ ଘୋଷାଡ଼ିବା, ପଜିଟିଭ୍ ହୁଏ, କାହାକୁ ଗୋଟେ ହେଲ୍ପ କରିବା, ହେଲ୍ପ ନାଁରେ ମିଛ କହିକି ଜଣକୁ, ହଁ ରାଣ୍ଡି କୁହନ୍ତା। ଆପଣ ମନୋଜ ଭାଇ କୁହନ୍ତା, ଆପଣ ମ୍ୟାରେଜ୍ ପ୍ରଥମ କରିଥିଲେ, ସେ ପିଲାକୁ ଛାଡ଼ିକି ଆପଣ ଆଉ ଗୋଟେ ମ୍ୟାରେଜ୍ କଲେ, ତାର ବାପା ପାଖକୁ ନାହିଁ, ବାପା ଥାଇ ଯାଇ ନଥାଏ, ଏଠି କ'ଣ କୁହାଯିବ? ଆପଣ ଭାବନ୍ତୁ, ଏଠି ଆମେ କ'ଣ କହିବା? ଆପଣ ଗୋଟେ ଜଣକୁ ମ୍ୟାରେଜ୍ କଲେ, ଆପଣଙ୍କ ଝିଅ ଅଛି, ଆପଣ ତାକୁ ଛାଡ଼ିକି ଆଉ ଜଣକୁ ବାହା ହେଇଗଲେ, ତା ପାଖରେ ରହୁ ବି ନାହାନ୍ତି, ସେ ବାପା କ'ଣ ସେ ଜାଣିନି, ସେଠି ଆମେ କ'ଣ କହିବା? କେତେ ବଡ଼ ଆପଣ ଭୁଲ କରୁଛନ୍ତି ଜାଣିଛନ୍ତି? ଯିଏ ଆପଣଙ୍କ ଫାଷ୍ଟ ହାତ ଧରିଲା, ଇଏ ଲାଇଭ୍ ଏତେ ସାଧାରଣ, ସେ ଝିଅଟା ଏତେ ସିମ୍ପଲ୍ ଝିଅ, ତାକୁ ଆପଣ ଧୋକା ଦେଲେ। ଆପଣ ଗଦ୍ଦାର ପୁରା, ଆପଣ କାହାର ନୁହଁ। ଆଉ ଫିଲ୍ମ ଇଣ୍ଡଷ୍ଟ୍ରିକୁ ଆପଣ କ'ଣ ଉଠେଇବେ? ଯିଏ ତା ସ୍ତ୍ରୀର ନୁହଁ, ଯିଏ ତାର ନିଜର ନୁହଁ, ସିଏ ଅନ୍ୟ ଇଣ୍ଡଷ୍ଟ୍ରି କ'ଣ? ସନ୍ଦେଶା ମ୍ୟାଡ଼ାମ୍, ମୁଁ ଆଜି କହୁଛି, ଗୋଟେ ପିଲା ସେ ଟ୍ରୁଲି ଚାହୁଁଛି ଫିଲ୍ମ ଗୋଟେ ଭଲ କରିବ, ଇଣ୍ଡଷ୍ଟ୍ରି ଗ୍ରୋ କରୁ, ଆସିଲା, ଆପଣ କହିଲେ, ଆପଣ ଆସି ବସିଛନ୍ତି, କମ୍ପ୍ଲେନ୍ କରୁଛନ୍ତି, ରୋଡ଼ରେ ନିଜେ ଖର୍ଚ୍ଚ କଲା, ନିଜେ ମେହନତ କଲା, ରାତି ସାରା ଅନିଦ୍ରାରେ ବସିଲା, ସେ ଆକ୍ଚୁଆଲି ଚାହୁଁଛି ଇଣ୍ଡଷ୍ଟ୍ରି ଗ୍ରୋ କରିବା ପାଇଁ। ଆଉ ଯେଉଁମାନେ ଆକ୍ଚୁଆଲି ଚାହୁଁଛନ୍ତି ସେମାନଙ୍କୁ ଡେଫିନେଟଲି ସେମାନେ ନିଶ୍ଚିନ୍ତ କରିବେ, କାରଣ ଆକ୍ଚୁଆଲି ଯେଉଁ ସତଟା ନା, ରିଏଲି ଟ୍ରୁର କାମ ଗଡ଼ ଦେଖନ୍ତି। ତମର ସେ ଜ୍ଞାନ ପାଠ ପଢ଼ିଛ କ'ଣ ମୁଁ ଜାଣିନି, ଭଲ କଲେଜରେ ପାଠ ପଢ଼ିଛ, ସେ କଲେଜର ନାଁ ଶୁଣିଲାଠୁ ବି ଆମ ହାର୍ଟ ଦର୍ଦ ହେଉଛି, ଏଭଳିଆ କଲେଜ ବହୁତ ବଡ଼ ଲେଭେଲ। କିନ୍ତୁ ଆପଣ ମାଇଣ୍ଡର ଯେଉଁ ଭିଜନ୍ ମୁଁ ଦେଖୁଛି ୟୁଟିଲାଇଜ୍ ନାହିଁ। ଆପଣ ଯେଉଁ ମାଇଣ୍ଡକୁ ମୁଁ ମାର୍କେଟରେ ବିକିବି ବହୁତ କଷ୍ଟ ଯିବ, କାରଣ ୟୁଟିଲାଇଜ୍ ହେଇନି ମାଇଣ୍ଡ, ଫାଲତୁ ଜିନିଷରେ ୟୁଟିଲାଇଜ୍, କାହାର କ'ଣ କରିଦେବି, କାହାକୁ ତଳକୁ କରିଦେବି, କାହାକୁ କ'ଣ କରିଦେବି, ସମୟ ପଳେଇଲାଣି। ନିଜକୁ ଠିକ୍ ଟାର୍ଗେଟ୍ ରଖ, ଉଠିବ, ନହେଲେ ନାହିଁ। ଆଉ ମୁଁ କହିଦେଉଛି, ଆମର ମହାଭାରତରେ ପାଞ୍ଚାଳୀର 5ଟା ହଜବ୍ୟାଣ୍ଡ ଥିଲେ, ସ୍ୱାମୀ। ତାକୁ ଯଦି ଆମେ ଏ ସମାଜରେ କରିବା, ତାହେଲେ ଆମେ 5ଟା ମହାଭାରତ ଯଦି ଆଉ ତିଆରି କରିବା, 5ଟା ହଜବ୍ୟାଣ୍ଡ ରଖିବାକୁ ପଡ଼ିବନି, ଗୋଟେ ରଖିବାକୁ ପଡ଼ିବ, କାରଣ ହେଲେ ସମାଜଟା ଖରାପ ହେଇଯିବ ନା। 5ଟା ହଜବ୍ୟାଣ୍ଡ ଲୋକ, 5ଟା ହଜବ୍ୟାଣ୍ଡ ବେଶିଆ କ'ଣ ପାଞ୍ଚାଳୀ ଆଖ୍ୟା ଦେବ ବେଶିଆ?
ବେଶୀ ଦେଲେ ସମାଜ ତ ପୁରା ଡୁବିଯିବ। ଲୋକ କବି ତାର 5ଟା ତ ଖରାପ କଥା ଏଇଟା। କିନ୍ତୁ ଗୋଟେରେ କରିଛି ମହାଭାରତ 5ଟା କରାହେଇଛି। ବସ୍ତ୍ରହରଣ ଥିଲା, ନାରୀର ବସ୍ତ୍ରହରଣ କେତେ ଖରାପ କଥା ସମାଜରେ, ସିଏ ମହାଭାରତ ଦେଖେଇଛନ୍ତି। କାରଣ ଆମର ସେ ଯେଉଁ 5000 ବର୍ଷ ତଳେ ଯେଉଁ କଲଚରଟା ଥିଲା, ଯାହା ଥିଲା ସେଇଟାକୁ ଆଣି ସିଏ ଥୋଇଲା। ଇଏ ବି ଯେଉଁ ଯାହା ଲେଖା ହେଇଛି, ଯେଉଁ ରାଇଟର ରାଣ୍ଡି ପନ୍ଥା ଯାହା କହେ ସେଥିରେ ଲେଖା ହେଇଛି, ଯାହା ଷ୍ଟୋରିଟା ସିଏ ଆଣିକି ଥୋଇଲା। କ'ଣ ଆଦରେ ସେ ଗଲତ କରିଦେଲା, ତାର ମୁଣ୍ଡଟା କଟ୍ ହେଇଯିବ। ଏ ପିକ୍ଚର ଚାଲିବ। ଆପଣ ଯେଉଁ ହାଇଲାଇଟେଡ଼ କରୁଛନ୍ତି ଖରାପ ଜିନିଷଟା ସମସ୍ତେ ଜଲ୍ଦି ରିସିଭ୍ କରନ୍ତି। ମନେରଖା, ଏ ରାଣ୍ଡି ପନ୍ଥା ଗାଁ ଗଣ୍ଡାରେ ଆପଣ ଦେଖିବେ, ଆମେ କ୍ରିକେଟ ଯେତେବେଳେ ଖେଳୁଥିଲୁ ବହୁତ ଦୁଷ୍ଟ ଥିଲେ ଛୋଟବେଳୁ। ଆମକୁ ବି ଲୋକ କୁହନ୍ତି, ଏ କ'ଣ ରାଣ୍ଡି ପନ୍ଥା ଭଳିଆ ହେଉଛୁ। ଇଏ ଆମର କଲଚର, ଇଏ ଆମର ଗୋଟେ କହିବାର ତାହେଲେ କ'ଣ ମୁଁ ରାଣ୍ଡି ପନ୍ଥା ହେଇଗଲି। ଆମ ଫ୍ରେଣ୍ଡ ସର୍କଲ୍ ମିଶୁଛୁ, ସଦାସହିତ ହେଉଛୁ, କ'ଣ ଆମେ ସବୁ ଖରାପ ହେଇଗଲୁ? ସେ ମାଇଣ୍ଡରେ କାହାର କିଛି କୌଣସି ଲୋକ କମ୍ପ୍ଲେନ୍ କରିଛନ୍ତି? ରାଣ୍ଡି ପନ୍ଥା ନାଁ ଦିଆହେଇଛି, କୌଣସି ଗୋଟେ ଲୋକ କମ୍ପ୍ଲେନ୍ ନାହିଁ। ପବ୍ଲିକ୍ କମ୍ପ୍ଲେନ୍ ଯଦି କରିବ ଆମେ ନାଁ ଚେଞ୍ଜ କରିବୁ। କାରଣ ପବ୍ଲିକ୍ ଭଲ ଲାଗୁନି ମାନେ ଫିଲ୍ମ ଆମେ, ତମେ ହୁଆରି, ତମେ କିଏ, ତମ ଅନୁସାରେ ଆମେ ନାଁଟା ଚେଞ୍ଜ କରିଦେବୁ। କିଏ ତମେ? ନା ପ୍ରଡ୍ୟୁସର, ନା ଡାଇରେକ୍ଟର, ନା ଗୋଟେ ଆସୋସିଏସନ, କ'ଣ ଅଛି? ଆପଣ ଗୋଟେ ଆକ୍ଟର, କିଛି ନୁହଁ। ଆପଣ ଜିରୋ ପୁରା। ଆପଣଙ୍କ ଅନୁସାରେ ଆମେ ନାଁ ଚେଞ୍ଜ କରିଦେବୁ? ଏଇ ନାଁଟା ସିଏ ବଢ଼ିଆ ନାଁ ଦେଇଛନ୍ତି। ଏ ନାଁରେ ଏତେ କ୍ରେଜ୍ ଅଛି, ଫିଲ୍ମ ସୁପର ହିଟ୍ କରିଦେବ। ମୁଁ କହୁଛି ରାଣ୍ଡି ପନ୍ଥାକୁ ଫିଲ୍ମର ଯେଉଁ ଡାଇରେକ୍ଟର, ପ୍ରଡ୍ୟୁସର, ଯେତିକି ରହିଲା ଆକ୍ଟର୍ସ, ଗୁଡ୍ ଲକ୍, ଟେକ୍ ଇଟ୍, ବେଷ୍ଟ ଅଫ୍ ଲକ୍।